ଆଜି ଶୁଣିବା ଉପନ୍ୟାସ ହଂସଗୀତି ଭାଗ 11। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି। ପୁରୁଣା କିଲ୍ଲାର ଧ୍ୱଂସାବଶେଷ ମଧ୍ୟରେ ଭୈରବନାଥଙ୍କର ମନ୍ଦିର। ଭୈରବନାଥଙ୍କ ଚଳତି ଅପଭ୍ରଂଶ। କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ଏହି ମନ୍ଦିରରେ ସ୍ଥାପନ କରିଥିଲେ ଭୈରବନାଥଙ୍କର ମୂର୍ତ୍ତି। ଏବେ ବାବୁରି ଗଛର ଗୁଳ୍ମାକୀର୍ଣ୍ଣ ଜଙ୍ଗଲ ଭିତରେ ଏ ଜୀର୍ଣ୍ଣ ମନ୍ଦିରଟି ହଠାତ୍ ଆଖିରେ ପଡ଼େ ନାହିଁ। ଏଠାରେ ଆଗେ ରହୁଥିଲେ ଅନେକ ହିପି। ଏହା ଥିଲା ହିପିମାନଙ୍କର ଏକ ମୁକ୍ତବାୟୁ କଲୋନୀ। କିନ୍ତୁ ପ୍ରତ୍ନତତ୍ତ୍ୱ ବିଭାଗ ପୁରୁଣା କିଲ୍ଲା ଓ ଏହାର ଆଖପାଖି ଅଞ୍ଚଳର ଖେଳାଖେଳି ଆରମ୍ଭ କରିବା ପରେ ସେମାନେ ଏ ସ୍ଥାନ ଛାଡ଼ି ଚାଲିଗଲେଣି। ତଥାପି ଜଣେ ଦୁଇଜଣ ରୁଦ୍ରାକ୍ଷ ପିନ୍ଧା ହିପି ଯେଉଁମାନେ ବାବା ଭୈରବନାଥଙ୍କ ଭକ୍ତ ରହିଯାଇଛନ୍ତି ସେଠି। ସେଇ ମନ୍ଦିର ପାଖରେ ଛାତ ନଥିବା ଗୋଟିଏ ଭଙ୍ଗା ଭୁଜୁଡ଼ା ଘରେ ଜନ୍ ଲଛମନଝୁଲାରୁ ଫେରି ବାନ୍ଧିଛି ତା'ର ଆସ୍ଥାନ। ହନୁମାନ ମନ୍ଦିର ପାଖ ହିପି ଆସ୍ଥାନରେ ରହିବା ପାଇଁ ତା'ର ଆଉ ସମ୍ବଳ ନାହିଁ। ସ୍ୱଦେଶକୁ ଫେରିବା ପାଇଁ ତା'ର ଆଉ ପ୍ରବୃତ୍ତି ନାହିଁ କିମ୍ବା ସେଠାରେ ତା' ପାଇଁ ଆଉ ସ୍ଥାନ ମଧ୍ୟ ନାହିଁ। ପାଶ୍ଚାତ୍ୟ ସମାଜ ପଣ୍ୟଧର୍ମୀ ସମାଜ। ସେଠାରେ ତୁମେ ବ୍ୟକ୍ତିସତ୍ତାର ତୁମ ବ୍ୟକ୍ତିତ୍ୱର କୌଣସି ମୂଲ୍ୟ ନାହିଁ। ପାଶ୍ଚାତ୍ୟ ସମାଜ ଏକ ବିରାଟ ମାର୍କେଟ। ଜନମତ ତୁମକୁ ତୁମର ଉତ୍ପାଦିକା ଶକ୍ତିକୁ ଯେଉଁ ବା ଯେତିକି ମୂଲ୍ୟ ଦେବା ପାଇଁ ପ୍ରସ୍ତୁତ ତୁମର ମୂଲ୍ୟ ସେଇଆ। ସେ ସମାଜର ଭିତ୍ତି ବିଜ୍ଞାପନ ମଧ୍ୟରେ। କାରଣ ବିଜ୍ଞାପନ ଦ୍ୱାରା ହିଁ ମାର୍କେଟକୁ କବଳିତ ପ୍ରଭାବିତ କରାଯାଇପାରିବ। ଦିନେ ସେ ନିଶାଖର ହୋଇଥିଲା ଏଇ ପଣ୍ୟ ଧର୍ମୀ ସମାଜ ବିରୁଦ୍ଧରେ ନୀରବ ପ୍ରତିବାଦ କରି। ନିଶାଖୋରୀ ଝୁଙ୍କରେ ସେ ଯେ ଭାରତକୁ ପଳାଇ ଆସିଥିଲା ତାହା ନୁହେଁ। ସ୍ୱଦେଶର ବିଜ୍ଞାପନୀ ଔଜ୍ଜ୍ୱଲ୍ୟ ଓ ଭୌତିକ ସ୍ୱାଚ୍ଛନ୍ଦ୍ୟ ମଧ୍ୟରୁ ସେ ଊର୍ଦ୍ଧ୍ୱଶ୍ୱାସ ହୋଇ ପଳାଇ ଆସିଥିଲା ଆଧ୍ୟାତ୍ମିକ ଚେତନାର ଜନ୍ମଭୂମି ଭାରତକୁ। ସହଜ ସ୍ୱାଚ୍ଛନ୍ଦ୍ୟର ଊର୍ଦ୍ଧ୍ୱରେ ଅଛି ଯେଉଁ ଅନାବିଳ ଆନନ୍ଦ ତାରି ସନ୍ଧାନରେ। ଭାରତ ତାହା ଦୃଷ୍ଟିରେ ଥିଲା ଆତ୍ମାର ତୀର୍ଥଭୂମି, ରହସ୍ୟ ଘେରା ସ୍ୱପ୍ନର ଦେଶ, କୁବଲାଇ ଖାଁର ଚାଣ୍ଡୁ। ଡ୍ରଗ୍ସ ନାର୍କୋଟିକ୍ସ ନିଶାର ଉଚ୍ଛ୍ୱସିତ ଆନନ୍ଦାବେଗ ମଧ୍ୟରେ ସେ ପାଉଥିଲା ଯେଉଁ ଅନୁଭୂତି ଭାରତର ପାଣି ପବନରେ ସେ କେଜାଣି କାହିଁକି ତା'ର ସନ୍ଧାନ ପାଇପାରିଥାନ୍ତା ସହଜ ଜୀବନଚର୍ଯ୍ୟା ମଧ୍ୟରେ। କିନ୍ତୁ ସେ କ'ଣ ଜାଣିଥିଲା ଭାରତରେ ମଧ୍ୟ ଅଛନ୍ତି ପାନ୍ନାଲାଲ ମୋହନ ଓବରାୟ। ଭାରତୀୟ ସମାଜ ମଧ୍ୟ ପାଶ୍ଚାତ୍ୟ ପଣ୍ୟଧର୍ମୀ ସମାଜର ଏକ ବିକୃତ ଅନୁକରଣ। ଭାରତକୁ ଆସି ସେ ପାଲଟିଛି ଆହୁରି ଉତ୍କଟ ଏକ ନିଶାଖୋର ଡ୍ରଗ୍ ଆଡ଼ିକ୍ଟ। ଏଠି ଏ ଦେଶର ସମାଜରେ ମଧ୍ୟ ତା'ର ପାଇଁ ସ୍ଥାନ ନାହିଁ। ଏଠାରେ ମଧ୍ୟ ସେ ଅପାନ୍ତକୀୟ। ନିଃସଙ୍ଗତା ଓ କକ୍ଷଚ୍ୟୁତିର ସେସବୁ ଯନ୍ତ୍ରଣା ଦୂର କରିବା ପାଇଁ ଜନ୍ ବିଳିବିଳା ପରି ଚିତ୍କାର କରିଉଠିଲା ବମ୍ ବମ୍ ମହାଦେବ। ତା'ପରେ ହାର୍ବରସାକ୍ ଭିତରୁ ନାଲି କାଇଞ୍ଚ ବସା ଗୋଟାଏ ଲମ୍ବା ଗଞ୍ଜେଇ ଚିଲମ କାଢ଼ି ସେଥିରେ ନିଆଁ ଲଗାଇବା ପୂର୍ବରୁ ଜନ୍ ତାହାକୁ ପରିଷ୍କାର କରିବା ପାଇଁ ଲାଗିଲା। ଚଟାଣ ସାରା ପୋଡ଼ା ଗଞ୍ଜେଇ ଖୋଳ ଆଉ ନଡ଼ିଆ କତାର ପାଉଁଶ ସୃଷ୍ଟି କରିଥିଲା ଶ୍ମଶାନର ଭ୍ରମ। ତାରି ମଝିରେ ଜନ୍ ବସିଥିଲା ଏକ ଭ୍ରଷ୍ଟ କାପାଳିକ ପରି। ଗଞ୍ଜେଇରେ କିନ୍ତୁ ହିରୋଇନ୍ର ଆନନ୍ଦବେଗ ନାହିଁ। ସ୍ନାୟୁତନ୍ତ୍ରୀକୁ ଉତ୍ତେଜିତ କରିଦିଏ କିନ୍ତୁ ଉଡ଼ାଇ ଦିଏ ନାହିଁ ହାଲୁସିନେସନ୍। ସ୍ୱପ୍ନାଲୋକ ପଥରେ। ମାତ୍ର ହିରୋଇନ୍ କିଣିବା ପାଇଁ ଜନ୍ଠାରେ ସମ୍ବଳ ନଥିଲା। ବାଷ୍ଟାର୍ଡସ୍ ଜନ୍ ବିଳିବିଳେଇ ଉଠିଲା। ସୁବ୍ରତ, ମୋହନ ଓବରାୟ ପ୍ରତ୍ୟେକେ ଗୋଟାଏ ଗୋଟାଏ ବାଷ୍ଟାର୍ଡ। ଅତୀତରେ ସେମାନଙ୍କୁ ସେ ଯୋଗାଇଛି ପ୍ରଚୁର ହିରୋଇନ୍ ନାମମାତ୍ର ମୂଲ୍ୟରେ, ବେଳେବେଳେ ବିନା ମୂଲ୍ୟରେ ସୁଦ୍ଧା। କିନ୍ତୁ ଏବେ ଅଭାବରେ ପଡ଼ି ଗୋଟାଏ ଡୋଜ୍ ହିରୋଇନ୍ ମାଗିଲେ ସେମାନେ ହାତ ବଢ଼ାଇ ଦେବେ $10 ନୋହିଲେ $100 ପାଇଁ। କିନ୍ତୁ ଆଉ ଡଲାର କାହିଁ ନା ଟଙ୍କା କାହିଁ? ସ୍ୱାମୀ ଆତ୍ମାନନ୍ଦଙ୍କ ଯୋଗାଶ୍ରମରେ ସେ ନିଜକୁ ପୂରାପୂରି ନିଃସ୍ୱ କରି ଫେରୁଛି। ପୁଣି ଥରେ କାଠମାଣ୍ଡୁ ଯାଇ ସେଠାରୁ କିଛି ନାର୍କୋଟିକ୍ସ ହାତ ସଫାଇ ନ କରିବା ପର୍ଯ୍ୟନ୍ତ ଏଠାରେ ହିରୋଇନ୍ ସହଜରେ ଆଉ ହୁଏତ ମିଳିବ ନାହିଁ। ତଥାପି ସୁପରମାର୍କେଟ କିମ୍ବା ଡିପାର୍ଟମେଣ୍ଟାଲ ଷ୍ଟୋରମାନଙ୍କରୁ ଯଦି ଗୋଟାଏ ଦୁଇଟା ମୁଦି, ରିଷ୍ଟୱାଚ୍ କିମ୍ବା ସେହିପରି କିଛି ହାତ ସଫାଇ କରାଯାଇପାରେ ତାହେଲେ ହିରୋଇନ୍ କେତେଟା ଡୋଜ୍ ସଂଗ୍ରହ କରିବା ଜନ୍ ପକ୍ଷରେ କଠିନ ହେବ ନାହିଁ। ୟୁରୋପ ବା ଆମେରିକାର ଜନ୍ ସମାଜ ଡ୍ରଗ୍ ସହିତ ଅପରିଚିତ ଥିଲା।
ଓ ସାମ୍ପ୍ରତିକ କାଳରେ କେବଳ ଏହା ସେ ଦେଶର ସମାଜମାନଙ୍କରେ ଯେ ଏକ ବ୍ୟାଧି ରୂପେ ବ୍ୟାପିଛି ତାହା ନୁହେଁ। କୋକେନ୍, ମର୍ଫିନ୍, ହିରୋଇନ୍, ପାଥୋଟ୍ରିନ୍ ପରି ଉତ୍କଟ ନିଶାର ପ୍ରଚଳନ ସେ ସମାଜରେ ଆଇନସମ୍ମତ ସୁଦ୍ଧା ଥିଲା। କିଛି କିଛି ଡ୍ରଗ୍ ଆଡିକ୍ଟ ନିଶାଖୋର ଯେପରି ସର୍ବଥା ରହିଥାନ୍ତି, ସେ ସମାଜରେ ମଧ୍ୟ ସେତେବେଳେ ସେହିପରି ଥିଲେ। କିନ୍ତୁ ନିଶାଖୋରୀ ସେଦିନ ଏକ ସାମାଜିକ ସଙ୍କଟ କିମ୍ବା ବ୍ୟାଧିରେ ପରିଣତି ହୋଇନଥିଲା। ସେସବୁ ସମାଜରେ ଆଜିର ନିଶା ପ୍ରାବଲ୍ୟ କିନ୍ତୁ ସେଦିନର ନିଶାଶକ୍ତିଠାରୁ ପରିମାଣାତ୍ମକ ତଥା ଗୁଣାତ୍ମକ ଭାବରେ ଥିଲା ସ୍ୱତନ୍ତ୍ର। ସେସବୁ ସମାଜର ଅର୍ଥନୈତିକ ପ୍ରାଚୁର୍ଯ୍ୟ ଫଳରେ ତାର ବଞ୍ଚିବାର ସଂଗ୍ରାମ ନଥିଲା, କିନ୍ତୁ ଥିଲା ଅସ୍ମିତାର ଆଧ୍ୟାତ୍ମିକ ଶୂନ୍ୟତା ଓ ସଙ୍କଟ। ପାଶ୍ଚାତ୍ୟର କିର୍କେଗାର୍ଡଠାରୁ ସାର୍ତ୍ରେଙ୍କ ପର୍ଯ୍ୟନ୍ତ ବହୁ ତାତ୍ତ୍ୱିକ ମନୀଷୀ ଏ ଶୂନ୍ୟତା ବୋଧକୁ ପୂର୍ଣ୍ଣ କରିବା ପାଇଁ ଦେଇଥିଲେ ନାନା ସୂଚନା, ନାନା ପରାମର୍ଶ, ଈଶ୍ୱରଙ୍କଠାରୁ ଆରମ୍ଭ କରି କମ୍ୟୁନିଷ୍ଟ ଓ କମିଟମେଣ୍ଟ ପର୍ଯ୍ୟନ୍ତ। କିନ୍ତୁ ସେ ସବୁ ଥିଲା କିତାପୀ କଥା। ଜୀବନଚର୍ଯ୍ୟାରେ ସେସବୁ ଅନୁଶୀଳିତ ହେବା ଭଳି ନଥିଲା। ଶୂନ୍ୟ ଅସ୍ତିତ୍ୱବୋଧର ଉତ୍ପୀଡ଼ନରୁ ରୁଦ୍ଧଶ୍ୱାସ ହୋଇ ପଶ୍ଚିମର ସ୍ପର୍ଶାତୁର ମଣିଷ ଖୋଜୁଥିଲା ନିଷ୍କୃତିର ପଥ। ପାଶ୍ଚାତ୍ୟର ପଣ୍ୟଧର୍ମୀ ସଫଳତାବାଦୀ ସମାଜରେ ବଞ୍ଚିବାର ଉତ୍କଟ ପ୍ରତିଯୋଗିତା ଓ ସଫଳତା ପାଇଁ ଅନ୍ଧ ମୂଷା ଦୌଡ଼ରେ ସାମିଲ ହେବାକୁ ତାର ପ୍ରବୃତ୍ତି ନଥିଲା। ଆଣବିକ ସଂହାରର ଆଶଙ୍କା ତାର ସବୁ ଆଶାବାଦକୁ ପ୍ରତି ମୁହୂର୍ତ୍ତରେ ଯେପରି ଉପହାସ କରି ଉଠୁଥିଲା, ତାର ଅସ୍ତିତ୍ୱକୁ ମଧ୍ୟ କରି ରଖିଥିଲା ସେହିପରି କଣ୍ଟକିତ ଓ ଆଶଙ୍କିତ। ଗୋଟାଏ ପ୍ରଳୟଙ୍କରୀ ମହାଯୁଦ୍ଧ ପରେ ବହୁ ଅଘୋଷିତ ମହାଯୁଦ୍ଧ ରକ୍ତକ୍ଷୟୀ ଖଣ୍ଡଯୁଦ୍ଧ ଦେଶପ୍ରେମ ସମ୍ପର୍କରେ ତାକୁ ସନ୍ଦିଗ୍ଧ କରାଇ ଦେଇଥିଲା। ଦେଶପ୍ରେମ ସେହି ବଣିଆ ଓ କ୍ଷମତାଲିପ୍ସୁ ରାଜନୈତିକ ପଣ୍ଡା ପଢ଼ିଆରୀମାନଙ୍କର ଏକ ବୋଲି, ମାର୍କେଟ ଓ କ୍ଷମତା ଅକ୍ତିଆର ପାଇଁ ରାଷ୍ଟ୍ର ବା ନେସନ ଷ୍ଟେଟ ତାର ଦୃଷ୍ଟିରେ ଥିଲା ଯେପରି ଏକ ରକ୍ତପିପାସୁ ଦାନବ। ସେଥିପାଇଁ ଦେଶପ୍ରେମ ତାକୁ କୌଣସି ଦିନ ଉଦ୍ବୁଦ୍ଧ କରିପାରୁନଥିଲା। ଆମେରିକାର ଜାତୀୟ ଦିବସରେ ସୁଦ୍ଧା ସେ ଜାତୀୟ ପତାକାକୁ ବ୍ୟବହାର କରୁଥିଲା ଜୋତାପୋଛା କପଡ଼ା ରୂପେ। ଜାତୀୟ ପତାକା ଖଣ୍ଡେ ରଙ୍ଗୀନ କପଡ଼ା ଛଡ଼ା ଆଉ ବା ଅନ୍ୟ କ'ଣ? ଏ ଥିଲା ତାର ଯୁକ୍ତି। ଜାତୀୟତାବାଦୀ ଦେଶପ୍ରେମକୁ ସେ ଘୃଣା କରୁଥିଲା। କୌଣସିଥିରେ ତାର ଆଉ ଶ୍ରଦ୍ଧା ନଥିଲା, ପ୍ରତ୍ୟୟ ନଥିଲା ବା ବିଶ୍ୱାସ ନଥିଲା। ମାନସିକ ଶୂନ୍ୟତାର ଏହି ପୃଷ୍ଠଭୂମିରେ ସେଇ ଏକ ଦିଗରେ ଉତ୍କଟ ନିଶାଖୋରୀ ମଧ୍ୟରେ ଆତ୍ମବିଲୁପ୍ତ ଓ ଅନ୍ୟ ଦିଗରେ କିତାବ ପଢ଼ା ପ୍ରାଚ୍ୟର ରହସ୍ୟାବୃତ ଆଧ୍ୟାତ୍ମିକ ସାଧନ ମଧ୍ୟରେ ଆତ୍ମପରିଚୟର ଆହ୍ୱାନ ତା ନିକଟରେ ଦୁର୍ନିବାର ହୋଇ ଉଠିଥିଲା। ପେଶାଦାର ବାବା, ଋଷି, ମହର୍ଷିମାନଙ୍କର ଇନ୍ଦ୍ରଜାଲ ଯୋଗ ଓ ପ୍ରାଣାୟାମ ଅଭ୍ୟାସଠାରୁ ଆରମ୍ଭ କରି ଖୋଳ, କରତାଳ ପିଟି, ହରେକୃଷ୍ଣ ସଂକୀର୍ତ୍ତନ, କୃଷ୍ଣ ଚେତନା, କୃଷ୍ଣ କନସେସନ ଏପରିକି ଜଗନ୍ନାଥଙ୍କ ରଥଟଣା ସୁଦ୍ଧା ଥିଲା ସେ ବ୍ୟାକୁଳତାର ପରିଣତି। ଏସବୁଥିରେ କୌଣସି ପୁଣ୍ୟ ସଂକଳ୍ପ ନଥିଲା। ଏସବୁ ମୁଖ୍ୟତଃ ଥିଲା ନିର୍ଘାତ ହୁଜୁଗ। ଅପରପକ୍ଷରେ ଉତ୍କଟ ନିଶାଖୋରୀ ମଧ୍ୟରେ ଆତ୍ମବିଲୁପ୍ତ ମଧ୍ୟ ଥିଲା ସେ ବ୍ୟାକୁଳତାର ଅନ୍ୟ ଏକ ଦିଗ। ଏ ଆଧ୍ୟାତ୍ମିକ ବ୍ୟାକୁଳତାକୁ ପଣ୍ୟଧର୍ମୀ ସମାଜର ବଣିକ ସୌଦାଗରମାନେ ପରିଣତ କରିଥିଲେ ଏକ ଲାଭପ୍ରଦ ବ୍ୟବସାୟରେ। ନାର୍କୋଟିକ୍ସକୁ କେନ୍ଦ୍ର କରି ଗଢ଼ି ଉଠିଥିଲା ଏକ ବିରାଟ ଆନ୍ତର୍ଜାତିକ ଚୋରା ବଜାର। ଆତ୍ମାନନ୍ଦ, ଯୋଗାନନ୍ଦ, କରୁଣାନନ୍ଦଙ୍କ ପରି ମାସ୍ ମିଡ଼ିଆ ବିଜ୍ଞାପନୀ କୌଶଳରେ ପ୍ରଚାରିତ ଯୋଗୀ ମହର୍ଷିମାନେ କୁବେରପୁରୀ ଆମେରିକାରେ ଯୋଗ, ପ୍ରାଣାୟାମ ଓ ମେଡିଟେସନକୁ ଘେନି ଆରମ୍ଭ କରିଦେଇଥିଲେ ମଧ୍ୟ ବିଗ୍ ବିଜନେସ୍। ପ୍ରାଚ୍ୟ ଓ ପାଶ୍ଚାତ୍ୟ ମିଳନ ଘଟିଥିଲା ଲୁଣ୍ଠନ ଓ ପ୍ରବଞ୍ଚନା ମଧ୍ୟରେ। ପଶ୍ଚିମ ପବ୍ଲିସିଟି ଏଜେଣ୍ଟମାନେ ଏହି ମହର୍ଷିମାନଙ୍କୁ ପ୍ରଚାରିତ କରିଥିଲେ ଧର୍ମ ସଂସ୍ଥାପନାର୍ଥେ ଅଦ୍ଭୁତିତ ଅବତାର ରୂପେ। ବୌଦ୍ଧିକତାର ପ୍ରତିବାଦରେ ଦିନେ ଆରମ୍ଭ ହୋଇଥିଲା ଆଧ୍ୟାତ୍ମିକ ଯେଉଁ ବ୍ୟାକୁଳ ସନ୍ଧାନ, ଅର୍ଥଲିପ୍ସୁ ସମାଜର ଅର୍ଥନୈତିକ ନିୟମରେ ତାହା ପର୍ଯ୍ୟବେସିତ ହୋଇଥିଲା ବିଭତ୍ସତାର ଉତ୍କଟତର ଭୌତିକତା ମଧ୍ୟରେ। ଲକ୍ଷ୍ମଣଝୁଲାର ମହର୍ଷି ଆତ୍ମାନନ୍ଦ ଥିଲେ ଯୋଗ ଓ ମେଡିଟେସନର ଏପରି ହୋଲସେଲର। ତାଙ୍କର ସଂଗଠନ କୁଶଳତା ନିଶ୍ଚୟ ଅଲୌକିକ। ତା ନହେଲେ ଆମେରିକାର କେତେକ ସହରରେ ସେ ସ୍ଥାପନ କରିପାରିନଥାନ୍ତା ତାଙ୍କ ଯୋଗାଶ୍ରମର ଶାଖା, ମେଡିଟେସନ ସେଣ୍ଟର। ଧନକୁବେର ଦେଶ ଆମେରିକାର ପ୍ରୟୋଜନ
କିଛି ନା କିଛି ଗୋଟାଏ ନିତ୍ୟ ନୂତନ ହୁଜୁମ। ମହର୍ଷି ଆତ୍ମାନନ୍ଦ ସେହି ହୁଜୁମବାଜିକୁ ଠିକ୍ ସ୍ପର୍ଶ କରିପାରିଥିଲେ। ଯୋଗ ଓ ପ୍ରାଣାୟାମରୁ ଯେ ବିପୁଳ ଫରେନ୍ ଏକ୍ସଚେଞ୍ଜ ଉତ୍ପାର୍ଜନ କରାଯାଇପାରେ, ମହର୍ଷି ଆତ୍ମାନନ୍ଦ ଥିଲେ ତା'ର ପଥ ପ୍ରଦର୍ଶକ। ସମ୍ପ୍ରତି ଲକ୍ଷ୍ମଣଝୁଲାଠାରେ ସ୍ଥାପିତ ହୋଇଥିଲା ତାଙ୍କର ପ୍ରଧାନ କର୍ମକେନ୍ଦ୍ର ଆତ୍ମାନନ୍ଦ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଆଣ୍ଡ ମେଡିଟେସନ୍। ଯୋଗୀ ଆତ୍ମାନନ୍ଦଙ୍କ ଇନଷ୍ଟିଚ୍ୟୁଟ୍ରେ ରହି ଜନ୍ ପରି ବହୁ ଛିନ୍ନମୂଳ ବ୍ୟକ୍ତି ଜୀବନର ନୂତନ ଉପଲବ୍ଧି ପାଇପାରିଛନ୍ତି। ନୂଆଦିଲ୍ଲୀ ହିପି ସମାଜର ଏକ ପ୍ରକାର ପରିପ୍ରଚାର ଅନେକ ଶୁଣିଥିଲା ଜନ୍। ଏହିପରି ବିଜ୍ଞାପନୀ ପ୍ରଚାରରେ ଆକୃଷ୍ଟ ହୋଇ ନାର୍କୋଟିକ୍ସ ଚୋରା ବ୍ୟବସାୟରୁ ସଂଗୃହୀତ ତା'ର ସମସ୍ତ ସମ୍ବଳ ଧରି ଜନ୍ ଦିନେ ଲକ୍ଷ୍ମଣଝୁଲାକୁ ଆସିଥିଲା ଜୀବନର ସେ ନୂତନ ଉପଲବ୍ଧି ପାଇଁ। ଯୋଗୀ ଆତ୍ମାନନ୍ଦଙ୍କ କରୁଣା ସ୍ପର୍ଶରେ ତା'ର ଲକ୍ଷ୍ମୀଛଡ଼ା ଜୀବନର ଅବଶିଷ୍ଟ ଦିନଗୁଡ଼ିକୁ ଏଇଠାରେ ଅତିବାହିତ କରିବା ମଧ୍ୟ ଥିଲା ତା'ର ଅଭିଳାଷ। କିନ୍ତୁ ଧୂଆଁ ପରି ସେସବୁ ପରିକଳ୍ପନା ମିଳାଇଗଲା ଗୋଟାଏ ବିରାଟ ପ୍ରତାରଣା ମଧ୍ୟରେ। ଭୈରନାଥଙ୍କ ମନ୍ଦିର ପାଖରେ ସେ ଭଙ୍ଗା ଘରେ ଗଞ୍ଜେଇ ଚିଲମରୁ କଳେ ଧୂଆଁ ଶୋଷି ଜନ୍ ବିଳିବିଳେଇ ଉଠିଲା। ମହର୍ଷି ଆତ୍ମାନନ୍ଦ ଗୋଟାଏ ହୋକ୍ସ, ଗୋଟାଏ ବିରାଟ ପ୍ରବଞ୍ଚନା। ଇନଷ୍ଟିଚ୍ୟୁଟ୍ଟା ଏକ ଯୋଗାଶ୍ରମ ନା ଗୋଟାଏ 5 ଷ୍ଟାର ଟୁରିଷ୍ଟ ହୋଟେଲ? ଜନ୍ ପ୍ରଥମେ ତା'ର ବାତାବରଣକୁ ବୁଝିପାରି ନଥିଲା। ଗଙ୍ଗା କୋଳରେ ଗୋଟାଏ ପାହାଡ଼ ମୁଣ୍ଡିଆ ଉପରେ ଯୋଗାଶ୍ରମ ଅବଶ୍ୟ ଦିଶୁଥିଲା ଖଣ୍ଡେ ଚିତ୍ରପଟ ପରି। ମାତ୍ର ଯୋଗ ଓ ମେଡିଟେସନ୍ର ବାତାବରଣ କାହିଁ ଏଠି? ଏଠାରେ ମଧ୍ୟ ସେଇ ଦପ୍ତର, ସେଇ ଟେଲିଫୋନ୍, ସେଇ ବ୍ୟୁରୋକ୍ରାସି, ସେଇ ଫର୍ମ ପୂରଣ। କିପରି ମୁଁ ସାହାଯ୍ୟ କରିପାରେ ଆପଣଙ୍କୁ? ୱେଲକମ୍। ଇଏ ଯୋଗାଶ୍ରମର ଅନ୍ତେବାସୀ ନା କୌଣସି ଏୟାରଲାଇନ୍ସର ରିସେପ୍ସନିଷ୍ଟ? କାଉଣ୍ଟର ପଛପଟେ ଗୈରିକ ବସ୍ତ୍ର ପରିହିତା ତରୁଣୀ ଯୋଗିନୀଟିକୁ ଏପର୍ଯ୍ୟନ୍ତ ଜନ୍ ଲକ୍ଷ୍ୟ କରି ନଥିଲା। ମୁଣ୍ଡର ବାଳ ବବ୍ଡ, ବେକରେ ରୁଦ୍ରାକ୍ଷ ଆଉ ସ୍ଫଟିକର ମାଳା, ଦେହରେ ଗୈରିକ ଶାଢ଼ୀଟିଏ, କପାଳରେ ବିଭୂତିର ତିଳକ। କଣ୍ଠସ୍ୱରରେ କିନ୍ତୁ ଏୟାରଲାଇନ୍ସ ହୋଷ୍ଟେସ୍ମାନଙ୍କର ଲହୁଣୀବଳା ପବ୍ଲିକ୍ ସ୍କୁଲ ସୁଲଭ ଇଂରାଜୀ ଉଚ୍ଚାରଣ। ଯୋଗିନୀ ଭାରତୀୟ ମନେ ହେଉନଥିଲେ, ହୋଇପାରନ୍ତି ପାଶ୍ଚାତ୍ୟର କୌଣସି ବିଦେଶିନୀ ମହର୍ଷିଙ୍କ ଶିଷ୍ୟା। ଯୋଗିନୀ ପଚାରିଥିଲେ, କିପରି ମୁଁ ସାହାଯ୍ୟ କରିପାରେ ଆପଣଙ୍କୁ? ୱେଲକମ୍। ଜନ୍ ଉତ୍ତର ଦେଲା, ମୁଁ ଚାହେଁ ଇନଷ୍ଟିଚ୍ୟୁଟ୍ରେ ଭର୍ତ୍ତି ହେବା ପାଇଁ। ଯୋଗିନୀ ଜନ୍ର ନାକ ତଳକୁ ବଢ଼ାଇ ଦେଲେ ଗୁଡ଼ାଏ ଫର୍ମ। ଏ ସମସ୍ତ ଫର୍ମ ବିଧିବଦ୍ଧ ଭାବରେ ପୂରଣ କରିବା ପାଇଁ ପଡ଼ିବ। ନାମଗ୍ରାମଠାରୁ ଆରମ୍ଭ କରି ଅତୀତ ଜୀବନ, ବର୍ତ୍ତମାନ ସ୍ଥିତି, ରୁଚି ଓ ପ୍ରବୃତ୍ତି, ଓଜନ ଓ ଉଚ୍ଚତା, ଏ ସମସ୍ତ ତଥ୍ୟରୁ ଆଶ୍ରମର ସୁପରିଟେଣ୍ଡେଣ୍ଟ ଚିନ୍ମୟାନନ୍ଦ ସ୍ଥିର କରିବେ ଇନଷ୍ଟିଚ୍ୟୁଟ୍ରେ ପ୍ରବେଶିକା ପାଇଁ ଜନ୍ ଆଧ୍ୟାତ୍ମିକ ଭାବରେ ଉପଯୁକ୍ତ କି ନୁହନ୍ତି। ଭାରତୀୟ ଯୋଗ ଓ ପାଶ୍ଚାତ୍ୟ ବ୍ୟବସାୟିତ୍ମିକା ସଂଗଠନର ଚମତ୍କାର ସମନ୍ୱୟ। ଯଥାସମୟରେ ଜନ୍ର ପ୍ରବେଶିକା ଅନୁମୋଦିତ ହୋଇଥିଲା ଓ ତା'ପରେ $300 ପ୍ରବେଶିକା ଦକ୍ଷିଣା ଦେଇ ସେ ହୋଇପାରିଥିଲା ଆଶ୍ରମର ଅନ୍ତେବାସୀ। କିନ୍ତୁ ଭାରତୀୟ ରୂପକଥାମାନଙ୍କରେ ପଢ଼ା ଭାରତୀୟ ମୁନିଋଷିଙ୍କର ଆଶ୍ରମ ସମ୍ପର୍କରେ ଜନ୍ର ଯେଉଁ ସବୁ ମାନସିକ ଧାରଣା ଥିଲା, ଏଠାରେ ତା'ର କ୍ଷୀଣତପ ସଙ୍କେତ ସୁଦ୍ଧା ନଥିଲା। ଯୋଗାଶ୍ରମକୁ ଆସିବା ପୂର୍ବରୁ ଜନ୍ ତା'ର ମାନସଲୋକରେ କଳ୍ପନା କରିଥିଲା, ହିମାଳୟର ପାଦଦେଶରେ କୌଣସି ଗୁମ୍ଫା କିମ୍ବା ଘନ ବୟାଛରରେ ତଳେ ନିଦ୍ରିତ ଏକ କୁଟୀର ଚାରିପଟେ ଘେରି ତା'ର ସବୁଜ ପ୍ରଶାନ୍ତି, ପକ୍ଷୀଖଣ୍ଡର କାକଳୀ ଆଉ ସନ୍ଧ୍ୟା ପରେ ଝିଙ୍କାରୀମାନଙ୍କର ଏକଟଣା ସଙ୍ଗୀତ। କୁଟୀର ଅଙ୍ଗନରେ ସେ ତା'ର କଳ୍ପନାର ତୂଳୀରେ ଆଙ୍କିଥିଲା ସୁଦ୍ଧା କେତୋଟି ମୃଗ ଶାବକ। ସେଠାକୁ ଆସିଥିଲା ଏଇପରି କୁଟୀରର ଅଙ୍ଗନରେ, ଦୀପଶିଖାର କୋମଳ ଆଲୋକରେ ମୌନ ତପସ୍ୟାରେ ଆଖି ବୁଜି ବସିବା ପାଇଁ। ସେ ଆସିଥିଲା ତୃଣଶଯ୍ୟା ଉପରେ ଶୋଇ ପ୍ରକୃତି ସହିତ ଛିନ୍ନ ସମ୍ପର୍କ ଫେରାଇବା ପାଇଁ। କିନ୍ତୁ ଏଠାରେ ସୁଦ୍ଧା ଡନଲପିଲୋ ଗଦି, ଅନ୍ତେବାସୀମାନଙ୍କ ପାଇଁ କୋଠରୀ ସବୁ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ବାଥରୁମ୍ ସବୁ ଅତି ଭୟଙ୍କର ଭାବରେ ପରିଷ୍କାର ପରିଚ୍ଛନ୍ନ। କୋଠରୀ ତ କୋଠରୀ, କୋଠରୀ ବାହାରେ କରିଡର ସବୁ ସୁଦ୍ଧା କାର୍ପେଟ୍ ଆଚ୍ଛାଦିତ। ସ୍ୱଦେଶରେ ଯେଉଁ ସ୍ୱାଚ୍ଛନ୍ଦ୍ୟକୁ ସେଦିନ ମୁଠାଏ ଆବର୍ଜନା ପରି ଫିଙ୍ଗି ଦେଇ ଆସିଥିଲା, ଏଠାରେ ମଧ୍ୟ ସେ ସ୍ୱାଚ୍ଛନ୍ଦ୍ୟର ଅନୁକରଣ, ସେ ମେଦୁଳ ଭୌତିକତା, ପ୍ରାଚ୍ୟର ରହସ୍ୟବାଦ ଓ ପାଶ୍ଚାତ୍ୟର ବ୍ୟବସାୟିତ୍ମକ ସଫଳତା ମିଳନ ଘଟିଥିଲା ଏଠାରେ।
ଏକ ନୂତନତାର ସଂସ୍କୃତି ମଧ୍ୟରେ ନୁହେଁ, ଏକ ସାମାଜିକ ଓ ସାଂସ୍କୃତିକ ସାଙ୍କର୍ଯ୍ୟ ମଧ୍ୟରେ। ଏ ଆଶ୍ରମରେ ୟୁରୋପ ଓ ଆମେରିକାର ଯେଉଁ ଅନ୍ତେବାସୀମାନେ ଆସି ଜୁଟିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଟୁରିଷ୍ଟ, ଯେଉଁମାନେ ଭାରତକୁ କେଇ ମାସ ପାଇଁ ଆସିଥିଲେ ଅବସର ବିନୋଦନ ଉଦ୍ଦେଶ୍ୟରେ। ତାଜମହଲ, ରେଡ୍ ଫୋର୍ଟ, ଖଜୁରାହ, ଦଶାଶ୍ୱମେଧ ଘାଟଠାରୁ ଦକ୍ଷିଣର କାଞ୍ଜିବରମ, ମଦୁରାଇ, ମହାବଳୀପୁରମ୍ ପର୍ଯ୍ୟନ୍ତ ସବୁ ଦର୍ଶନୀୟ ସ୍ଥାନ ସେମାନଙ୍କର ଦେଖା ସରିଥିଲା। ଟୁରିଷ୍ଟମାନେ ଭାରତକୁ ଆସିଲେ ସାଧାରଣତଃ ଯେଉଁ ସ୍ଥାନ ସବୁ ବୁଲି ଦେଖନ୍ତି, ସେସବୁ ବୁଲି ବୁଲି ଦେଖିବାରେ ସେମାନଙ୍କର ଆଉ କୌତୂହଳ କିମ୍ବା ଉତ୍ତେଜନା ନଥିଲା। ଏଠାରେ ଆହୁରି ମଧ୍ୟ ଥିଲେ କେତେକ ବିଜନେସ୍ ଏକ୍ଜିକ୍ୟୁଟିଭ୍, ଯେଉଁମାନଙ୍କର ଦୃଷ୍ଟିରେ ଯୋଗ ଥିଲା ବ୍ୟବସାୟିକ ଓ ପରିଚାଳନାଗତ କୁଶଳତା ଆହରଣର ପନ୍ଥା। ମେଡିଟେସନ୍, ତପସ୍ୟା ଏମାନଙ୍କ ପାଇଁ ଥିଲା ମାନସିକ ଏକାଗ୍ରତା ଅଭ୍ୟାସର ଏକ ପଦ୍ଧତି। କେତେକ ଚର୍ବିଳ ମେଦୁଳଙ୍କ ପାଇଁ ପ୍ରାଣାୟାମ ଥିଲା ପୁଣି ଏକ ବ୍ରିଦିଂ ଏକ୍ସରସାଇଜ୍। ତଥାପି ସେମାନଙ୍କ ମଧ୍ୟରେ କେହି କେହି ଥିଲେ ଯୋଗ ଓ ତପସ୍ୟା, ଯେଉଁମାନଙ୍କ ପାଇଁ ଥିଲା ଆତ୍ମାର ସନ୍ଧାନ। ସାମ୍ପ୍ରତିକ କାଳର ଅତୃପ୍ତି ଅଶାନ୍ତି ମଧ୍ୟରୁ ସେମାନେ ଖୋଜୁଥିଲେ ପରିତ୍ରାଣର ପଥ। କିନ୍ତୁ ଏମାନଙ୍କର ସଂଖ୍ୟା ଥିଲା ନଗଣ୍ୟ। ଜନ୍ ପରି ସେମାନଙ୍କର ମଧ୍ୟ ମୋହଭଙ୍ଗ ଘଟୁଥିଲା। ଜନ୍ କାମେ ଆବିଷ୍କାର କଲା ମହର୍ଷି ଆତ୍ମାନନ୍ଦ ଜଣେ ଐନ୍ଦ୍ରଜାଲିକ ଯାଦୁକର। ହଠଯୋଗ ଓ କେତେକ ପ୍ରକାର ସାଧନା ବଳରେ ବହୁ ଅଲୌକିକ ବିଭୂତି ଆହରଣ କରାଯାଇଥାଏ। ମହର୍ଷିଙ୍କୁ ପ୍ରଥମେ ଯେଉଁଦିନ ଜନ୍ ଦର୍ଶନ କଲା, ଅର୍ଥାତ୍ ଜନ୍ଙ୍କୁ ଦର୍ଶନର ପୁଣ୍ୟ ଅବକାଶ ମିଳିଲା, ସେଦିନ ମହର୍ଷି ତାଙ୍କ ପାଦରୁ ଧୂଳି ଛାଡ଼ି ସେଥିରୁ କେତେକ କଣିକା ଜନ୍କୁ ଦେଇଥିଲେ। ଜନ୍ ହାତ ପାପୁଲିରେ ସେ ଧୂଳିକୁ ଧରି କ'ଣ କରିବ ସ୍ଥିର କରି ପାରୁନଥିଲା। ମହର୍ଷିଙ୍କର ଜଣେ ଚେଲା ହିନ୍ଦୀରେ କହିଲେ, ଇଏ ତମର ମହାଭାଗ୍ୟ। ମହର୍ଷି କଦାଚିତ୍ କୌଣସି ଆଗନ୍ତୁକକୁ ପ୍ରଥମ ଦର୍ଶନରେ ପାଦଧୂଳି ଦେଇଥାନ୍ତି, କିନ୍ତୁ ଇଏ ତ ପାଦଧୂଳି ନୁହଁ, ଅମୃତ କଣା। ଜନ୍ ଅମୃତ ମୋହରେ ସେ ପାଦଧୂଳିକୁ ପାଟିରେ ପକାଇ ଦେଇଥିଲା ଆଖି ବୁଜି। ଆଶ୍ଚର୍ଯ୍ୟ! ଧୂଳିକଣା ସବୁ ଲାଗୁଥିଲା ଚିନି ପରି ମିଠା। ଦିଲ୍ଲୀ ହନୁମାନ ମନ୍ଦିର ପାଖରେ ଜଣେ ସାପୁଆ କାଳା ମଧ୍ୟ ଥରେ ଦେଖାଇଥିଲା ଏପରି ଭୋଜବାଜି। ଏଠାରେ ଗୋଡ଼ି ଜନ୍ ହାତରେ ଦେଇ ସେ କହିଥିଲା ତାକୁ ଗିଳିଦେବା ପାଇଁ, କିନ୍ତୁ ଗୋଡ଼ିଟା ପାଟିରେ ପଡ଼ିବା ମାତ୍ରେ ପରିଣତ ହୋଇଥିଲା ଗୋଟାଏ ଅଙ୍ଗୁରରେ। ତାହେଲେ ସେ ସାପକାଳଟା ଆଉ ଏ ମହର୍ଷି ଆତ୍ମାନନ୍ଦଙ୍କ ମଧ୍ୟରେ ଫରକ କେଉଁଠି? ଜନ୍ମଦିନରେ ସେଦିନ ଜାଗିଥିଲା ପ୍ରଥମ ସନ୍ଦେହ। ମହର୍ଷି ଅନ୍ତେବାସୀମାନଙ୍କୁ ସପ୍ତାହରେ ଦିନେ ପାଳି ଅନୁସାରେ ଜଣ ଜଣ କରି ବ୍ୟକ୍ତିଗତ ଭାବରେ ଦର୍ଶନ ଦେଇଥାନ୍ତି। ଅନ୍ତେବାସୀ ଭକ୍ତମାନେ ଏ ଦୁର୍ଲଭ ସୁଯୋଗ ପାଇଁ ଥାଆନ୍ତି ଅତ୍ୟନ୍ତ ବ୍ୟାକୁଳ। ଆଉ ଥରେ ଯେଉଁଦିନ ମହର୍ଷିଙ୍କ ଦର୍ଶନ ପାଇଁ ଜନ୍କୁ ଅବକାଶ ମିଳିଲା, ସେଦିନ ସେ ମନରୁ ସନ୍ଦେହର ସବୁ କାଳିମା ପୋଛି ଭକ୍ତି ବିହ୍ୱଳ ପ୍ରାଣରେ ଭାରତୀୟ ରୀତିରେ ମହର୍ଷିଙ୍କ ପାଦ ଛୁଇଁ ପ୍ରଣାମ କଲା। ମହର୍ଷିଙ୍କଠାରେ ଅଛି ଯେପରି ଏକ ଉଜ୍ଜ୍ୱଳ ଆଧ୍ୟାତ୍ମିକ ଜୀବନଦ୍ୱାରର କଞ୍ଚିକାଠି। ମହର୍ଷିଙ୍କ ଅନୁଗ୍ରହ ପାଇଲେ କେବଳ ସାଧନା ଓ ତପସ୍ୟା ମଧ୍ୟରେ ସେ ସିଦ୍ଧି ସେ ଆହରଣ କରିପାରିବ। ମହର୍ଷି ସେଦିନ କିନ୍ତୁ ସେ କଞ୍ଚିକାଠିର ସନ୍ଧାନ ପରିବର୍ତ୍ତେ ଶୂନ୍ୟରୁ ଗୋଟାଏ ସ୍ଫଟିକ ମାଳା ସୃଷ୍ଟି କରି ପିନ୍ଧାଇ ଦେଇଥିଲେ ଜନ୍ର ଗଳାରେ। ଏ ଅଲୌକିକ ବିଭୂତିରେ ଜନ୍ ଅଭିଭୂତିତ ହୋଇପଡ଼ିଥିଲା। ସ୍ଫଟିକ ମାଳାଟା ବେକରେ ଗଳାଇ ଦେବା ମାତ୍ରେ ତା ଆଖି ଆଗରୁ ମହର୍ଷି ଅଦୃଶ୍ୟ ହୋଇଯାଇଥିଲେ। ମହର୍ଷି ଯେଉଁ ଆସନରେ ବସିଥିଲେ, ସେଠାରେ ଏବେ ତ୍ରିଭଙ୍ଗ ଠାଣିରେ ଠିଆ ହୋଇଥିଲେ ବଂଶୀଧାରୀ ଶ୍ରୀକୃଷ୍ଣ। ବଂଶୀଧାରୀ ଶ୍ରୀକୃଷ୍ଣ ପୁଣି ମିଳାଇଗଲେ ନିମିଷକ ମଧ୍ୟରେ। ଲୋକସଂଗ୍ରହ, ବିଶ୍ୱାସୀ ଭକ୍ତମଣ୍ଡଳୀ ସଂଗ୍ରହ ପାଇଁ ଏହା ହିଁ ଥିଲା ମହର୍ଷି ଆତ୍ମାନନ୍ଦଙ୍କ କୌଶଳ। ଭାରତୀୟ ଜନସମାଜ ଯେତିକି ଆତ୍ମପ୍ରତ୍ୟୟହୀନ ହେଉଥିଲା, କ୍ରମେ ଏପରି ସେତିକି ବାବା ମହର୍ଷିମାନଙ୍କର ଆବିର୍ଭାବ ଘଟୁଥିଲା। କ୍ଷମତାଲିପ୍ସୁ ରାଜନୈତିକ ନେତା, ନେତୃତ୍ୱାଭିଳାଷୀ କର୍ମୀ, ତଥାକଥିତ ଦେଶସେବକଙ୍କଠାରୁ ଆରମ୍ଭ କରି ଦୁର୍ନୀତିଗ୍ରସ୍ତ ଅଫିସର ଗୋଷ୍ଠୀ ଓ କୌତୂହଳୀ ଜନତାଙ୍କ ପର୍ଯ୍ୟନ୍ତ ଅନ୍ଧବିଶ୍ୱାସର ସେହି ପଙ୍କିଳ ସ୍ରୋତରେ ଭାସି ଚାଲିଥିଲେ ସମସ୍ତ କାଠିକୁଟା ପରି। ପାଶ୍ଚାତ୍ୟର ଜନସମାଜ ହୁଜୁଗବାଜିରେ କ୍ରମେ ଆକୃଷ୍ଟ ହୋଇଥିଲେ ଏ ବାବାମାନଙ୍କର ଅଲୌକିକ ବିଭୂତି ପ୍ରତି। ଏମାନେ ପାଶ୍ଚାତ୍ୟ ଦୃଷ୍ଟିରେ ଥିଲେ ରହସ୍ୟମୟ ଭାରତ ପ୍ରତୀକ। ବାଘଛାଲ ଆଚ୍ଛାଦିତ ସିଂହାସନ ଉପରେ ପୁଣି ଆବିର୍ଭୂତ ହୋଇଥିଲେ ମହର୍ଷି। ସ୍ମିତ ହସି ଜନ୍କୁ କହୁଥିଲେ, ମେଡିଟେଟ୍।
ଜନ୍ ତାଙ୍କ ସିଂହାସନ ତଳେ ଆଖି ମୁଜି ଧ୍ୟାନଶୀନ ହେଲା, କିନ୍ତୁ ତାର ମୁଦ୍ରିତ ଆଖି ଆଗରେ ଆଧ୍ୟାତ୍ମିକ ଜୀବନର ଦ୍ୱିତି ଉଦ୍ଭାସିତ ହେଉନଥିଲା। ତା ଆଖିରେ ଆଗରେ ଭାସି ଉଠୁଥିଲା ମହର୍ଷିଙ୍କ ଦୁଇ ସମ୍ମୋହକ ଆଖିର ଦ୍ରୁତ ଦୃଷ୍ଟି। ଏସବୁ କ'ଣ ଇନ୍ଦ୍ରଜାଲ, ଭୋଜବାଜିର ଖେଳ? ସ୍ୱାମୀ ଆତ୍ମାନନ୍ଦ ପ୍ରବେଶିକା ବେଳେ ଜନ୍କୁ ଯେଉଁ ଉପଦେଶବାଣୀ ଶୁଣାଇଥିଲେ ତାହା ଜନ୍ର ମନେ ପଡ଼ିଗଲା। ସ୍ୱାମୀ ଆତ୍ମାନନ୍ଦ କହିଥିଲେ, ବିଚାର ନୁହେଁ, ତର୍କ ନୁହେଁ, ବିଶ୍ୱାସ। ବିଶ୍ୱାସ ମଧ୍ୟରେ କେବଳ ମହର୍ଷିଙ୍କ ଦିବ୍ୟସତ୍ତାର ଉପଲବ୍ଧି ମିଳିବ। ଜନ୍ ଆଖି ବୁଜି ଭାବୁଥିଲା, ତା ଭିତରେ ଶୁଦ୍ଧ ବିଶ୍ୱାସ ତଥାପି ଫୁଟେ ନାହିଁ। ସେଠି କେବଳ ଶୁଷ୍କ ବିତର୍କ ଆଉ ଆତ୍ମଧ୍ୱଂସୀ ସଂଶୟବାଦର ଜଞ୍ଜାଳ। ଆଧ୍ୟାତ୍ମିକ ଦୃଷ୍ଟିରୁ ଦିବ୍ୟ ଜୀବନର ସ୍ପର୍ଶ ପାଇଁ ଜନ୍ ତଥାପି କେଜାଣି ମାନସିକ ଭାବରେ ପ୍ରସ୍ତୁତ ହୋଇନଥିଲା। ଜନ୍ ସେ ମାନସିକ ସାଧନାରେ ଏକବ୍ରତୀ ହୋଇ ଲାଗିପଡ଼ିଲା, କିନ୍ତୁ ସେଥିପାଇଁ ଏକ ଯୋଗାଶ୍ରମରେ ପରିବେଶ ନଥିଲା। ଜନ୍ କ୍ରମେ ଆବିଷ୍କାର କଲା, ଏଠାରେ ମଧ୍ୟ ସ୍ମଗଲର ଓ ଆନ୍ତର୍ଜାତିର ସ୍ପାଇମାନଙ୍କର ଆଡ୍ଡା। ଯୋଗୀ ଆତ୍ମାନନ୍ଦ ଏମାନଙ୍କ ପାଇଁ ଥିଲେ ଯେପରି ଏକ କଭର ବା ଆବରଣ। ଏଠାରେ ମଧ୍ୟ ମିଳିପାରୁଥିଲା ହିରୋଇନ୍, ହାସିସ୍, ଏଲ୍ଏସ୍ଡି। ପାଣଲାଲ ଓ ମୋହନଲାଲ ରବରାୟଙ୍କ ଜାଲ ଏଠାରେ ସୁଦ୍ଧା ବିସ୍ତୃତ ଥିଲା। ଜନ୍ର ମୋହଭଙ୍ଗ ଘଟିଥିଲା। ସେ ଦିନେ ଯୋଗାଶ୍ରମ ଛାଡ଼ି ଫେରିଆସିଲା ଦିଲ୍ଲୀ। ବ୍ରୋକ୍ ସ୍ୱର୍ଗତୋକ୍ତି କରୁଥିଲା ଜନ୍। ଲକ୍ଷ୍ମଣ ଝୁଲାରୁ ଫେରି ସେ ପୂରାପୂରି ନିସମ୍ବଳ। ମହର୍ଷି ଆତ୍ମାନନ୍ଦଙ୍କ ପାଲରେ ପଡ଼ି ତାର ସର୍ବସ୍ୱ ଲୁଟ୍ ହୋଇ ସାରିଥିଲା। ସବୁଦିନେ ସକାଳେ ତାର ଏବେ ହିରୋଇନ୍ ଆବଶ୍ୟକ। ବ୍ରେକ୍ଫାଷ୍ଟ ପରି ସକାଳେ ଉଠି ଗୋଟାଏ ହିରୋଇନ୍ ଇଞ୍ଜେକ୍ସନ୍ ଫୋଡ଼ିଦେଲେ ଦିନଟା କଟିଯାଏ ଉଲ୍ଲାସ ଉତ୍ତେଜନାମୟ କଳ୍ପଲୋକ ମଧ୍ୟରେ। ମାତ୍ର ତାର ମୂଲ୍ୟ ଦେବା ପାଇଁ ଜନ୍ଠାରେ ଆଉ ସମ୍ବଳ ନଥିଲା। ଅସହାୟ ପରି ସେ କେବଳ ସ୍ୱର୍ଗତୋକ୍ତି କରୁଥିଲା। ବ୍ରୋକ୍। ସକାଳ ଖରା ବାହାରେ କ୍ରମେ ଟାଣ ହୋଇ ଆସୁଥିଲା। ଜନ୍ ହାୱସ୍କାର୍ଟଟା କାନ୍ଧରେ ଝୁଲାଇ ବାବୁରି ବଣ ଭିତରେ ସେ ଅଙ୍କାବଙ୍କା ପାଦଚଲା ରାସ୍ତା ଉପରକୁ ବାହାରିଗଲା ସହରକୁ ଯିବା ପାଇଁ। କୁଆଡ଼ୁ କିଛି ନିଶା, ଡ୍ରଗ୍ସ ସଂଗ୍ରହ ବ୍ୟତୀତ ଜନ୍ର ଅନ୍ୟ ଲକ୍ଷ୍ୟ ନଥିଲା। ତାର ଯାତ୍ରାପଥ ଥିଲା ନିରୁଦ୍ଦିଷ୍ଟ। ସୁବ୍ରତ ଯେତିକି ଚେଷ୍ଟା କରୁଥିଲା ବଞ୍ଚିବାର କୁତ୍ସିତ ଚାହିଦାରୁ ଜୀବନକୁ ମୁକ୍ତ କରିବା ପାଇଁ, ତାହା ତାକୁ ସେତିକି ବେଶୀ ଟାଣି ନେଉଥିଲା ସେ କଦର୍ମ ପଙ୍କ ଭିତରକୁ। ସେଥିରେ ସେ ନିଜକୁ କିପରି ମୁକ୍ତି କରିବ ବୁଝିପାରୁନଥିଲା। ମୋହନ ଓବ୍ରାଏର ନିର୍ଦ୍ଦେଶରେ ଏବେ ଇଂରେଜ ପବ୍ଲିକ୍ ସ୍କୁଲମାନଙ୍କ ପାଖରେ ବୁଲି ବୁଲି କିଶୋର ବୟସ୍କ ପୁଅଝିଅମାନଙ୍କୁ ସେ ବିକ୍ରି କରିବା ପାଇଁ ଆରମ୍ଭ କରିଥିଲା ଏଲ୍ଏସ୍ଡି ପେପରମେଣ୍ଟ। ସେସବୁର ନାମ ଯେପରି ନିରୀହ ସେହିପରି ମଧ୍ୟ ଲୋଭନୀୟ। ଷ୍ଟ୍ରବେରୀ ଫିଲ୍ଡର୍ସ, ହ୍ୱାଇଟ୍ ଲାଇଟର୍ସ, ସନସାଇନ୍ ୟେଲୋ, ପର୍ପଲ୍ ହେଜ୍। ପ୍ରତି ବଟିକାର ଦାମ ମାତ୍ର 18 ଟଙ୍କା। ମୁଦ୍ରାସ୍ଫୀତ କାରଣରୁ ନିଶାର ମଧ୍ୟ ମୂଲ୍ୟସ୍ଫୀତ ଘଟିଥିଲା। ପାଣଲାଲଙ୍କ କଳାଟଙ୍କାର ପାଣ୍ଠି ବୃଦ୍ଧି ପାଇଁ। ଗୋଟାଏ ପିଢ଼ି, ଗୋଟାଏ ଯୁଗର ଆତ୍ମାକୁ ସେ ଯେପରି ଜହ୍ଲାଦ ପରି ହତ୍ୟା କରୁଥିଲା, ତାହାର ଅନୁଶୋଚନା ତାର ବିବେକକୁ ତିଳେ ତିଳେ ଦଂଶନ କରୁଥିଲା। ଏହି ଲୁଣ୍ଠନ ସର୍ବସ୍ୱ ଧନବାଦୀ ସମାଜର ଅର୍ଥଲିପ୍ସା ତାକୁ ବିଦ୍ରୋହୀ କରୁଥିଲା, କିନ୍ତୁ ଯାହା ବିରୁଦ୍ଧରେ ତାର ବିଦ୍ରୋହ ଘୋଷଣା, ତାରିଠାରେ ତ ସେ ନିର୍ବିବାଦରେ ଆତ୍ମସମର୍ପଣ କରିଥିଲା। ପଞ୍ଜୁରୀବଦ୍ଧ ପକ୍ଷୀ ପରି ସେ ପରିତ୍ରାଣର ପଥ ଖୋଜି ପାଉନଥିଲା। ଡେଣା କେବଳ ପିଟି ହେଉଥିଲା ଲୁହା ପଞ୍ଜୁରୀ ବାଡ଼ ଦେହରେ। ଡେଣାର ଆଘାତରେ ପଞ୍ଜୁରୀ ବାଡ଼ ତ ଭାଙ୍ଗୁ ନଥିଲା, ଡେଣା ପିଟି ହୋଇ କେବଳ ରକ୍ତାକ୍ତ ହେବାର ସାର ହେଉଥିଲା। ସୁମିତ୍ରାକୁ ଚିଠି ଲେଖିବା ପାଇଁ ବସିଥିଲା ସୁବ୍ରତ ଗ୍ଳାନିପୂର୍ଣ୍ଣ କ୍ଲେଦାକ୍ତ ଅନୁଶୋଚନରୁ ନିଷ୍କୃତି ପାଇ। ପ୍ରିୟତମାସୁ, ଚିଠି ଲେଖୁଥିଲା ସୁବ୍ରତ। ମୁଁ କ୍ଳାନ୍ତ, ନିଃଶେଷିତ। ମୋ ଭିତରେ ଏକ ଉତ୍ପୀଡ଼କ ଜିଜ୍ଞାସା, ବଞ୍ଚି ରହିବାର ପ୍ରୟୋଜନ କ'ଣ? ମୋର ପାରିପାର୍ଶ୍ୱିକ ପରିବେଶ ମଧ୍ୟରେ ମନୁଷ୍ୟର ସବୁ କ୍ଷୁଦ୍ର ଜୟ ପରାଜୟ, ସୌଭାଗ୍ୟ ସଙ୍କଟ ପ୍ରାପ୍ତି ଓ ନୈରାଶ୍ୟ ଲକ୍ଷ୍ୟ କରି ମୋ ମନରେ ଧାରଣା ଦିନୁ ଦିନ ଦୃଢ଼ୀଭୂତ ହେଉଛି। ବଞ୍ଚିବା ଗୋଟାଏ ଦୁର୍ଭାଗ୍ୟ, ଜୀବନ ଗୋଟାଏ ଅଭିଶାପ। ବଞ୍ଚି ରହିବା ପାଇଁ ମୋର କେବଳ ଗୋଟିଏ ପ୍ରେରଣା, ଗୋଟିଏ ଅଭିଳାଷ, ନିଜକୁ ପ୍ରକାଶ କରିବା। ଆତ୍ମପ୍ରକାଶ ମୋ ଜୀବନର ଏକମାତ୍ର ଲକ୍ଷ୍ୟ। ତା ନହେଲେ ମୁଁ ଆତ୍ମହତ୍ୟା କରିସାରନ୍ତେଣି। ମୋ ଚାରିପଟେ ଆଜି କେବଳ ମୃତ୍ୟୁ ଆଉ ଆତ୍ମହତ୍ୟାର ତାଣ୍ଡବ।
ବାହାରେ ସକାଳୁ ଛୁଟିଛି ଆନ୍ଧି। ଧୂଳିଝଡ଼। ସେ ଧୂଳିଝଡ଼ ଭିତରେ ଅଳ୍ପ ପୂର୍ବେ ଫେରିଛି ସଫଦରଗଞ୍ଜ ହସ୍ପିଟାଲରୁ। ସେଠାରେ ମୁମୂର୍ଷୁ ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ଅରୁଣ ଆଉ ସୋନିଆ। ଅରୁଣ ଓ ସୋନିଆଙ୍କ କଥା ତୁମକୁ ବୋଧହୁଏ କେବେ ମୋର କୌଣସି ପୂର୍ବ ଚିଠିରେ ଲେଖିଛି। ଅରୁଣର ଜୀବନରେ ଥିଲା ଦିନେ ସାହିତ୍ୟ ଓ ସୌନ୍ଦର୍ଯ୍ୟର ସ୍ୱପ୍ନ। କିନ୍ତୁ ଘଟଣାଚକ୍ରରେ ବଞ୍ଚିବାର ଚାହିଦା ମେଣ୍ଟାଇବା ପାଇଁ ହୋଟେଲ ମ୍ୟାନେଜମେଣ୍ଟ ପଢ଼ି ଶିକ୍ଷା ବିନିଶ ରୂପେ ସେ ହେଲା ଏକ ହୋଟେଲର ବେଲ୍ ବୟ। ଏପର୍ଯ୍ୟନ୍ତ ବେଲ୍ କ୍ୟାପ୍ଟେନ୍ ସୁଦ୍ଧା ହୋଇପାରିଲା ନାହିଁ। ହୋଟେଲ ଗେଷ୍ଟମାନଙ୍କର ହୁକୁମ ତାଲିମ କରି କରି ତା'ର ଡ୍ୟୁଟି କାପାର। ସ୍ୱପ୍ନ ଓ ବାସ୍ତବତା ସଂଘର୍ଷ ମଧ୍ୟରେ ପଡ଼ି ସେ ଧରିଥିଲା ନାର୍କୋଟିକ୍ସ। ମୁଁ ଅନେକ ଚେଷ୍ଟା କରିଥିଲି ନାର୍କୋଟିକ୍ସର ଏ ଜୀବନକ୍ଷୟୀ ପଥରୁ ତାକୁ ଫେରାଇ ଆଣିବା ପାଇଁ। ଅଥଚ ପରିସ୍ଥିତିର ପରିହାସରେ ମୁଁ ତାକୁ ପ୍ରଥମେ ଦେଇଥିଲି ନାର୍କୋଟିକ୍ସର ଦୀକ୍ଷା। ମୁଁ ତାକୁ ସାବଧାନ କରିଦେଇଥିଲି LSD, ହେରୋଇନ୍ ଏସବୁ ଲିକୋମିଆ, ବ୍ଲଡ଼ କ୍ୟାନ୍ସର କରାଏ। ମନେ ପଡ଼ୁଛି ଅରୁଣର ବିଷଣ୍ଣ ହସ ଆଉ ତା'ର ସେଇ ପ୍ରଶ୍ନ। ମୃତ୍ୟୁକୁ ମୁଁ ଭୟ କରେ ନାହିଁ ସୁବ୍ରତ, କିନ୍ତୁ ମୁଁ ଭୟ କରେ ଯନ୍ତ୍ରଣାକୁ। ସେଇଥିପାଇଁ ତ ଏପର୍ଯ୍ୟନ୍ତ ଆତ୍ମହତ୍ୟା କରିପାରିଲି ନାହିଁ। ଅରୁଣ ମୋତେ ପଚାରିଲା, ହରମାନ ହେସ୍ଙ୍କ ନାମ ଶୁଣିଛ? ଜର୍ମାନ ଔପନ୍ୟାସିକ। ସେ ତାଙ୍କର ଗୋଟାଏ ଉପନ୍ୟାସରେ ଲେଖିଛନ୍ତି, ଯନ୍ତ୍ରଣାକୁ ସହ୍ୟ କରିବା ମଧ୍ୟରେ ହିଁ ଫୁଟିଥାଏ ଜୀବନର ମହିମା। ବଞ୍ଚିବାଠାରୁ ଲ୍ୟୁକେମିଆ କ'ଣ ଅଧିକ ଯନ୍ତ୍ରଣାକର? ଏଇ ନିଷ୍ଠୁର ପ୍ରଶ୍ନର କୌଣସି ଉତ୍ତର ତାକୁ ଦେଇ ନ ପାରି ମୁଁ ତାକୁ ଓଲଟି ପଚାରିଥିଲି, ବଞ୍ଚିବା ତୁମ ପକ୍ଷରେ ଯଦି ଏତେ ଉତ୍ପୀଡ଼କ, ତାହେଲେ ଆତ୍ମହତ୍ୟା କରୁନାହଁ କାହିଁକି? ସେ ଉତ୍ତର ଦେଇଥିଲା, ଏହି ବଞ୍ଚିବାର ମୁହୂର୍ତ୍ତ କମ୍ ନୁହେଁ, ସେଥିପାଇଁ ଆତ୍ମହତ୍ୟାକୁ ମଧ୍ୟ ମୁଁ ଭୟ କରେ ସୁବ୍ରତ। ମୋର ଆଶଙ୍କା ଅତି ନିଷ୍ଠୁର ଭାବରେ ସତ୍ୟ ହୋଇଛି। ଅରୁଣ ବର୍ତ୍ତମାନ ଭୋଗୁଅଛି ଲ୍ୟୁକେମିଆ। ସଫଦରଗଞ୍ଜ ହାସ୍ପାତାଲରେ ତାକୁ ଭର୍ତ୍ତି କରାଯାଇଛି ଚିକିତ୍ସା ପାଇଁ। ମୋହନ ଓବ୍ରାଏ ପାଖରୁ ଖବର ପାଇ ମୁଁ ଯାଇଥିଲି ସଫଦରଗଞ୍ଜ ହାସ୍ପାତାଳ। ସେତେବେଳେ ବ୍ଲଡ଼ ଡ୍ରିପ୍ସ ଦିଆଯାଉଥିଲା ତାକୁ। ଟ୍ରାଙ୍କିଲାଇଜର ଦେଇ ସେମାନେ ତାକୁ ଶୁଆଇ ରଖିଥିଲେ। ଅରୁଣ ବିଛଣାରେ ଆଖି ବୁଜି ପଡ଼ିଥିଲା ଗୋଟାଏ ଅସ୍ଥି କଙ୍କାଳସାର ଶୀର୍ଣ୍ଣ ମୂର୍ତ୍ତା ପରି। ନର୍ସ ଜଣେ ତା'ର ପଲ୍ସ ପରୀକ୍ଷା କରୁଥିଲେ। ନର୍ସକୁ ପଚାରିଲି, ତା'ର ସ୍ୱାସ୍ଥ୍ୟର ଅବସ୍ଥା ଆଉ ଆରୋଗ୍ୟ ଲାଭର ସମ୍ଭାବନା? ନର୍ସ ନିର୍ଲିପ୍ତ କଣ୍ଠରେ ଉତ୍ତର ଦେଇଥିଲେ, ଆଉ ଦିନେ ବା 2 ଦିନ। ସେ ହାସ୍ପାତାଳ ୱାର୍ଡ଼ର ଅନ୍ୟ ଗୋଟାଏ ବେଡ଼୍ରେ ସୋନିଆ। ସୋନିଆର ବ୍ୟାଧି ଲିଭର ସିରୋସିସ୍। ଅରୁଣ ବେଡ଼୍ ପାଖରୁ ସୋନିଆର ବେଡ଼୍ ପାଖକୁ ଗଲାବେଳେ ଷ୍ଟ୍ରେଚରରେ ପକାଇ ଗୋଟିଏ ପବ୍ଲିକ୍ ସ୍କୁଲର ଜଣେ କିଶୋର ବୟସ୍କ ପିଲାକୁ ଏମର୍ଜେନ୍ସି ୱାର୍ଡ଼କୁ ଅଚେତନ ଅବସ୍ଥାରେ ଅଣାଯାଇଥିଲା ଷ୍ଟୋମାକ୍ ୱାଶିଂ ପାଇଁ। ଏମର୍ଜେନ୍ସି ୱାର୍ଡ଼ରେ ନୀରବ କର୍ମଚଞ୍ଚଳତା। ଆଃ, ଏଇ ମୁମୂର୍ଷୁ ବାଳକଟିକୁ ମୁଁ ଚିହ୍ନିଛି। ସେ ପଡ଼େ ସେଣ୍ଟ ଜାଭିୟର୍ସ। କେତେଥର ମୁଁ ତାକୁ ବିକ୍ରି କରିଛି LSD ପେପରମେଣ୍ଟ। ଧନୀର ସନ୍ତାନ, ତା ପାଖରେ କେତେବେଳେ ଅର୍ଥର ଅଭାବ ନଥିଲା। ସେ ଖାଇଥିଲା ସେଇ LSD ପେପରମେଣ୍ଟ। କାଳ ନାଗିନୀ ପରି ମୋର ବିବେକ ମୋତେ ଦଂଶନ କରି ଉଠିଲା। ଗୋଟାଏ ଦିନ ଭିତରେ ଏକାଥରେ 3ଟା ମୃତ୍ୟୁର ଦୃଶ୍ୟ ମୋତେ ଅବସନ୍ନ କରିଦେଇଛି। ଏ ତ ମୃତ୍ୟୁ ନୁହେଁ, ଏ ହତ୍ୟା, ଆଉ ମୁଁ ହିଁ ଏଇମାନଙ୍କର ହତ୍ୟାକାରୀ। 15% ଉତ୍ପାଦନ ପାଇଁ ମୁଁ ଏପରି ଭାବରେ ହତ୍ୟା କରିଚାଲିଛି ଗୋଟାଏ ପିଢ଼ି, ଗୋଟାଏ ଜେନେରେସନ୍, ଅଥଚ ମୁଁ ନିଜେ ଭୟ କରୁଛି ମୃତ୍ୟୁକୁ। ଏ ରାସ୍ତାରେ ମୁଁ ଫେରିଯିବି ସୁମିତ୍ରା, କିନ୍ତୁ ଆଉ କେଉଁ ପଥରେ, କେଉଁଆଡ଼େ? ଏ ପ୍ରଶ୍ନର ଉତ୍ତର ମୁଁ ତଥାପି ଖୋଜି ପାଉନାହିଁ। ମୋ ଭିତରେ ପୁଞ୍ଜୀଭୂତ ସଂଶୟ, କିଂକର୍ତ୍ତବ୍ୟ ବିମୂଢ଼ା ପ୍ରକୃତିର ଶତ ଅପ୍ରତିରୋଧ ଶକ୍ତିକୁ ମନୁଷ୍ୟ ଜୟ କରିପାରିଲା, କିନ୍ତୁ ନିଜର ସଂଶୟ ନିକଟରେ ସେ କାହିଁକି ହୋଇ ଉଠିଲା ଏପରି ଦୁର୍ବଳ? ସେ ନିଜକୁ ତଥାପି ଜୟ କରିପାରିଲା ନାହିଁ କାହିଁକି? କଲିଂ ବେଲ୍ଟା ହଠାତ୍ ଚିତ୍କାର କରି ଉଠିଲା। ବାହାରେ ବୁଢ଼ୀ ପୋଡ଼ା ଖରାଝାଞ୍ଜି ଆଉ ଧୂଳିଝଡ଼ ଭିତରେ କେଉଁ ନିଶାଖୋର ଆସିଲା ପୁଣି ଜଳେଇ ପୋଡ଼ାଇ ମରିବାକୁ। ଅଧା ଲେଖା ଚିଠିଟା ଡ୍ରୟର ଭିତରକୁ ଫିଙ୍ଗି ଦେଇ ସୁବ୍ରତ ଉଠିଗଲା ଦରଜା ଖୋଲିବା ପାଇଁ। ଦରଜା ଖୋଲିବା ମାତ୍ରେ ଦରଜାର ଫ୍ରେମ୍ ଭିତରେ ଭାସି ଉଠିଲା ରମେଶର ଲକ୍ଷ୍ମୀଛଡ଼ା ମୂର୍ତ୍ତି। ସେଦିନ 11ଟା ବେଳେ ରମେଶ ନିଦରୁ ଉଠି ଫ୍ଲାଟ୍ ଛାଡ଼ିଯିବା ପରଠାରୁ ଗତ ପ୍ରାୟ ଗୋଟାଏ ସପ୍ତାହ ମଧ୍ୟରେ ରମେଶ ଆଉ ଆସିନଥିଲା ଡ୍ରଗ୍ସ ପାଇଁ।
ରମେଶ ସହିତ ତାର ଆଉ ସାକ୍ଷାତ ହୋଇନଥିଲା। ସୁବ୍ରତ ମନେ ମନେ ଆଶ୍ୱସ୍ତ ହୋଇଥିଲା, ରମେଶ ଅନ୍ତତଃ ଫେରିଯାଇଛି ନାର୍କୋଟିକ୍ସର ଜୀବନକ୍ଷୟ ପଥରୁ। କିନ୍ତୁ ଏପରି ଅସମୟରେ ହଠାତ୍ ସେ ରମେଶକୁ ଦେଖି ଭୂତ ଦେଖିବା ପରି ଚମକି ଉଠିଲା। ସେପରି ଭାବରେ ସେତେବେଳେ ରମେଶ ସେଠାକୁ ଆସିବ ବୋଲି ସୁବ୍ରତ କେବେ କଳ୍ପନା କରିନଥିଲା। ରମେଶର ଚେହେରା ମଧ୍ୟ ଥିଲା ଦେଖିଲେ ଚମକି ପଡ଼ିଲା ଭଳି। ତାର କୋଟରଗତ ଆଖି ଦୁଇଟା ଦିଶୁଥିଲା ଯନ୍ତ୍ରଣା ଦଗ୍ଧ। ଦୁଇ ମୁଣ୍ଡା ଜଳନ୍ତା ଅଙ୍ଗାର ଯେପରି ଦପଦପ ହୋଇ ଜଳୁଥିଲା। ଯେଉଁ ଅକଥନୀୟ ଯନ୍ତ୍ରଣା ଜ୍ୱାଳା ତାର ଅନ୍ତଃସ୍ଥଳକୁ ତିଳେ ତିଳେ ଜାଳି ଦେଉଥିଲା। ତାର ଦାହ ଓ ଦହନ ପ୍ରତିଫଳିତ ହୋଇଥିଲା ଯେପରି ସେଇ ଚକ୍ଷୁ ବିବର ମଧ୍ୟରେ। ମୁଣ୍ଡର ଅଲରା ବାବୁରି ବାଳ ଆଉ ଓଠ ତଳେ ଗଜୁରି ଉଠୁଥିବା ଦାଢ଼ି ଧୂଳି ଓ ଝାଳରେ କସରା ଦିଶୁଥିଲା। ବାହାର ଧୂଳିଝଡ଼ରୁ ଆତ୍ମରକ୍ଷା ପାଇଁ ଫ୍ଲାଟ୍ ଭିତରକୁ ଉଡ଼ି ଆସିଥିଲା ଯେପରି ଗୋଟାଏ ଆହତ ପକ୍ଷୀ। ସୁବ୍ରତ ପଚାରିଲା, ତୁମେ ପୁଣି ଫେରିଆସିଲ ରମେଶ? କଣ୍ଠରେ ତାର ଭର୍ତ୍ସନାର ସ୍ୱର। ରମେଶର ସେଥିପ୍ରତି ଭ୍ରୂକ୍ଷେପ ନଥିଲା। ସେ ଆଦେଶ ଦେବା ପରି କଣ୍ଠରେ କହିଲା, ଗୋଟାଏ ଡୋଜ୍ ହିରୋଇନ୍। ହିରୋଇନ୍? ଚିତ୍କାର କରି ଉଠିଲା ସୁବ୍ରତ। ଏଲିଷ୍ଟରୁ ଉଠି ରମେଶ ହିରୋଇନ୍ରେ ପହଞ୍ଚିଗଲାଣି ନା କ'ଣ? ନାର୍କୋଟିକ୍ସର ଜୀବନକ୍ଷୟ ପଥରୁ ରମେଶ ନେବୁଲକୁ ଫେରାଇ ନେଇ ପାରିଛି ବୋଲି ସୁବ୍ରତ ମନେ ମନେ ଯାହା ଧରି ନେଇଥିଲା, ପ୍ରକୃତରେ ତାହା ସେପରି ହୋଇ ତ ନଥିଲା। ଅପରପକ୍ଷରେ ଗତ ସପ୍ତାହକ ମଧ୍ୟରେ ରମେଶ ନିଶାଖୋରୀ ବୃଦ୍ଧି ପାଇଥିଲା ଆହୁରି ଉତ୍କଟ ଭାବରେ। ସୁବ୍ରତର ଆଖି ଆଗରେ ସେତେବେଳେ ଭାସି ଉଠୁଥିଲା ସଫଦରଗଞ୍ଜ ହାସପାତାଲର ଆସନ୍ନ ମୃତ୍ୟୁଶଯ୍ୟାରେ ଅରୁଣ କଙ୍କାଳସାର ଚେହେରା। ଯେଉଁ ଧମନୀରେ ସେ ଦୁଇପାଟି ଦାନ୍ତ ଚିପି ଫୁଟାଉଥିଲା ହିରୋଇନ୍ର ସିରିଞ୍ଜ, ସେ ଧମନୀରେ ଏବେ ଦିଆଚାଲିଥିଲା ବ୍ଲଡ୍ ଡ୍ରିପ୍ସ। ରମେଶକୁ ପୁଣି ସେ ପଥକୁ ଠେଲିଦେବା ପାଇଁ ସୁବ୍ରତର ବିବେକ, ତାର ଅନ୍ତରାତ୍ମା କଠୋର ପ୍ରତିବାଦ କରି ଉଠୁଥିଲା। କିନ୍ତୁ କାଳବୈଶାଖୀର ରୁଦ୍ର ମୂର୍ତ୍ତି ଧରି ରମେଶ ସେଠାକୁ ଯେପରି ଆସିଥିଲା, ତାକୁ ପ୍ରତିରୋଧ କରିବା ପାଇଁ ସୁବ୍ରତ ଭିତରେ ନିଜକୁ ଦୁର୍ବଳ ବୋଧ କରୁଥିଲା, ଯାହାକୁ ସେ ନିଜେ ଦେଇଛି ଜୀବନକ୍ଷୟୀ ନାର୍କୋଟିକ୍ସର ଦୀକ୍ଷା। ତାକୁ ଏବେ ସେ ସେଥିରୁ ନିବୃତ୍ତ କରାଇବ କିପରି? କିନ୍ତୁ ଏଇ ଗୋଟାଏ ସପ୍ତାହ ଭିତରେ ହିରୋଇନ୍ ଗୋଟାଏ ଡୋଜ୍ର ଦାମ କେତେ ବଢ଼ିଛି ସେ ଖବର ରଖିଛି ରମେଶ? 150 ଟଙ୍କା। ଅରାଏ ଅଲରା ବାଳ ଢାଙ୍କି ପଡ଼ିଲା ଆଖି ଉପରେ। କପାଳ ଉପରକୁ ହିଂସ୍ର ଭାବରେ ଛାଟି ଦେଇ ରମେଶ ତା ହାତରୁ ଗୋଟାଏ ଦାମୀ ରୋଲେକ୍ସ ରିଷ୍ଟୱାଚ୍ ଫିଟାଇ ଫିଙ୍ଗିଦେଲା ସୁବ୍ରତ ଉପରକୁ। ଘଡ଼ିଟା ତଳେ ପଡ଼ି ଡାଏଲର କାଚ ଫାଟିଗଲା। ରମେଶ ହିଂସ୍ର ସ୍ୱରରେ ପଚାରିଲା, ଚଳିବ ନାହିଁ ଏ ୱାଚ୍ଟାରେ? କିନ୍ତୁ ଏ ରୋଲେକ୍ସ ଘଡ଼ିର ଦାମ ଯେ ଅନେକ। ସୁବ୍ରତ ଘଡ଼ିଟାକୁ ତଳୁ ଉଠାଇ ନେଲା। ରମେଶ କହିଲା, ଜାଣେ, ଏ ଘଡ଼ିଟା ଆର ବର୍ଷ ମୋର ଜନ୍ମଦିନରେ ଡାଡ଼ି ଦେଇଥିଲେ ପ୍ରେଜେଣ୍ଟ। ରମେଶର ଦୁଇ ଆଖିରେ ଫୁଟି ଉଠୁଥିଲା ସଫଳ ପ୍ରତିଶୋଧର ପରିତୃପ୍ତି। ରମେଶ ଅକାଳରେ ପାଗଳ ପରି ଠୋ ଠୋ ହସି ଉଠିଲା। ତାପରେ ସେ ସାର୍ଟରୁ ଦାମୀ ଜହରତ ଲଗା ଦୁଇଟା କଫ୍ଲିଙ୍କ୍ ରମେଶ ଝିଙ୍କି ଆଣି ଆଣିଥିଲା। କଫ୍ଲିଙ୍କ୍ ଦୁଇଟାକୁ ମଧ୍ୟ ସୁବ୍ରତ ଉପରକୁ ଫିଙ୍ଗିଦେବା ପୂର୍ବରୁ ଶେଷଥର ପାଇଁ ରମେଶ ତାହାକୁ ଯେପରି ଦେଖି ନେଉଥିଲା। ରମେଶ କଫ୍ଲିଙ୍କ୍ ଦୁଇଟା ସୁବ୍ରତ ଉପରକୁ ଫିଙ୍ଗିଦେଇ କହିଲା, ଆଉ ଏ କଫ୍ଲିଙ୍କ୍ ଦୁଇଟା ଥିଲା ମମିର ବର୍ଥଡେ ପ୍ରେଜେଣ୍ଟ। ଜୀବନରେ ସେମାନେ କଳା ଟଙ୍କା ଆଉ ହାଇ ସୋସାଇଟି ଛଡ଼ା ଆଉ କିଛି ବୁଝନ୍ତି ନାହିଁ କି ନା, ପୁଅ ଝିଅମାନଙ୍କୁ ସେମାନଙ୍କ ବର୍ଥଡେରେ ଏହିପରି ଦାମୀ ପ୍ରେଜେଣ୍ଟ ସବୁ କିଣିଦେଲେ ସେମାନଙ୍କର ଯେପରି କର୍ତ୍ତବ୍ୟ ଶେଷ। ସୁବ୍ରତ ବେଶ୍ ବୁଝିପାରୁଥିଲା ସ୍ନେହବଞ୍ଚିତ ରମେଶର ଅନ୍ତରର ଜ୍ୱାଳା। ଏଥର ଜନ୍ମଦିନରେ ସେ ପ୍ରେଜେଣ୍ଟ ସୁଦ୍ଧା ନଥିଲା। ଏଥର ଜନ୍ମଦିନ ଥିଲା ସମ୍ପୂର୍ଣ୍ଣ ନିରୁତ୍ସବ। ଫୁଲଦାନୀମାନଙ୍କରେ ଝାଉଁଳା ଅର୍ଚିଡ୍, କକଟେଲ୍, ବାର୍ କାଉଣ୍ଟର ଉପରେ ଦୁଇଟା ଖାଲି ଡିକାଣ୍ଟର ଆଉ ଆଶ୍ଟ୍ରେ ଭିତରେ ଇଣ୍ଡିଆ କିଙ୍ଗ ସିଗାରେଟର ଦଗ୍ଧାଂଶ ଭାସି ଉଠିଥିଲା ରମେଶର ଆଖି ଆଗରେ। ରମେଶ କହିଲା, ଏ ୱାଚ୍ ଆଉ କଫ୍ଲିଙ୍କ୍ ତୁମର 2 ଡୋଜ୍ ହିରୋଇନ୍ ପାଇଁ ନିଶ୍ଚୟ ହେବ ଯଥେଷ୍ଟ। ଆହତ ପକ୍ଷୀର ଡେଣାକୁ ଆଉଁସିବା ପରି ସୁବ୍ରତ ସେ ରୋଲେକ୍ସର ଘଡ଼ି ଆଉ କଫ୍ଲିଙ୍କ୍ ଦୁଇଟାକୁ ଆଉଁସିଥିଲା ସମ୍ବେଦନଶୀଳ ହାତରେ। ହାତମୁଠା ଭିତରେ ତାର ଗୋଟିଏ ଆହତ ପକ୍ଷୀ ଯେପରି ଯନ୍ତ୍ରଣାରେ ଛଟପଟ ହେଉଥିଲା। କେଉଁ ଟ୍ରାଜେଡିର ଆଘାତରେ ରମେଶ ଯେପରି ପାଗଳ ହୋଇ ଉଠିଛି, ସୁବ୍ରତ ତାହା କଳନା କରିପାରୁନଥିଲା। ରମେଶ ଚିତ୍କାର କରି ଉଠିଲା, ଆଉ ଡେରି କାହିଁକି ହିତୋପଦେଶ ଦେବା ପାଇଁ? ନା, ରମେଶକୁ ହିତୋପଦେଶ ଦେବାର ଆଉ କୌଣସି ଅର୍ଥ ହୁଏ ନାହିଁ। ସୁବ୍ରତ
15% ଲାଭ ପାଇଁ ତୁମେ ଏପରି କେତେ ଜଣ ତରୁଣଙ୍କ ଜୀବନକୁ ଢାଳି ପଡ଼ି ଧ୍ୱଂସ କରିବା ପରେ ଏବେ ରମେଶ ବେଳରୁ ପଛଘୁଞ୍ଚା ଦେଉଛ କାହିଁକି? ବିବେକ ଦଂଶନର ଏ ଅଭିନୟ କେଉଁଥିପାଇଁ? ସୁବ୍ରତ କାନ୍ଥ ଆଲମାରି ଖୋଲି ତାର ଆଟାଚି ଭିତରୁ 2ଟା ହିରୋଇନ୍ ପ୍ୟାକେଟ୍ କାଢ଼ି ଫିଙ୍ଗିଦେଲା ରମେଶ ଉପରକୁ। ରମେଶ ପକେଟରୁ ଗୋଟାଏ ସିରିଞ୍ଜ ଆଉ ଚାମଚ କାଢ଼ିଲା ସେଇଠାରେ ସଙ୍ଗେ ସଙ୍ଗେ ହିରୋଇନ୍ ଇଞ୍ଜେକ୍ସନ୍ ନେବା ପାଇଁ। ପଲିଥିନ୍ ପ୍ୟାକେଟ୍ରୁ ହିରୋଇନ୍ ପାଉଡ଼ର ଚାମଚ ଭିତରକୁ ଢାଳି ପେଶାଦାର ଢଙ୍ଗରେ ଦିଆସିଲ୍ କାଠି ଜାଳି ଦେଇ ତାର ଉତ୍ତାପରେ ତାକୁ ଗରମ କଲା। ହିରୋଇନ୍ ପାଉଡ଼ର ତରଳି ଜଳୀୟ ହୋଇଯିବା ପରେ ସିରିଞ୍ଜ ଭିତରକୁ ତରଳ ହିରୋଇନ୍କୁ ଟାଣି ନେଇ ଦାନ୍ତ 2ଟାକୁ ଚାପି ଧରି ସିରିଞ୍ଜ ଛୁଟିଟାକୁ ସେ ଢୁକାଇ ଦେଲା ବାଁ ହାତରେ ଗୋଟାଏ ମୋଟା ଶିରା ଭିତରେ। ଜନ୍ ଯେପରି ଶିରା ଭିତରକୁ ହିରୋଇନ୍ ଛାଡ଼ିବା ପୂର୍ବରୁ ରକ୍ତ ଟାଣେ ପୁଣି ଛାଡ଼େ, ରକ୍ତ ସଙ୍ଗରେ ହିରୋଇନ୍ର ଲୁଚକାଳି ଖେଳ। ରମେଶ ସେହିପରି ସିରିଞ୍ଜରେ ରକ୍ତ ବାରମ୍ବାର ଟାଣୁଥିଲା, ପୁଣି ଛାଡ଼ି ଦେଉଥିଲା। ସିରିଞ୍ଜ ଭିତରକୁ ହିରୋଇନ୍ ମିଶା ରକ୍ତ ଶିରା ପ୍ରଶିରା ଭିତରେ ନିଃଶେଷିତ ହୋଇଯିବା ପରେ ରମେଶ ସିରିଞ୍ଜଟାକୁ କାଢ଼ି ଆଣି ରୁମାଲରେ ପୋଛି ପୂରାଇ ଦେଲା ପ୍ୟାଣ୍ଟ ପକେଟରେ। ସିରିଞ୍ଜଟା ଧୋଇ ପରିଷ୍କାର କରିବାର ଯେପରି କୌଣସି ପ୍ରୟୋଜନ ନଥିଲା। ସୁବ୍ରତ ଅପେକ୍ଷା କରୁଥିଲା ହିରୋଇନ୍ ନେବା ପରେ ରମେଶ ସେଠାରୁ ଚାଲିଯିବ, ତାକୁ ଅବ୍ୟାହତି ଦେବ। ସେ ସ୍ୱସ୍ତିର ଦୀର୍ଘଶ୍ୱାସ ନେବ। ରମେଶ କିନ୍ତୁ ଫ୍ଲାଟ୍ ଛାଡ଼ି ଗଲା ନାହିଁ। ସେ ଖଟିଆ ଉପରେ ତାର କ୍ଳାନ୍ତ ଦେହ ଲମ୍ବାଇ ପଡ଼ିଗଲା। ଦୀର୍ଘ ଯାତ୍ରା ପଥରେ କେଉଁ ସରାଇ ଘରେ ଏକ ପରିଶ୍ରାନ୍ତ ପଥୁକୀ ପରି। କିଛି ସମୟ ପରେ ରମେଶ ଡାକିଲା, ଟିକିଏ ଶୁଣିବ ଭାଇ? ରମେଶର କଣ୍ଠସ୍ୱରରେ କରୁଣ ଅସହାୟତା, ବୁଡ଼ିଗଲା ଲୋକର ଆର୍ତ୍ତନାଦ ପରି। ସୁବ୍ରତ ଖଟିଆ ପାଖକୁ ଖଣ୍ଡେ ଚୌକି ଟାଣି ନେଇ ରମେଶର ମୁଣ୍ଡ ପାଖରେ ବସିପଡ଼ିଲା। ପଙ୍ଖା ପବନରେ ରମେଶର ମୁହଁ ଉପରେ କସରା ଲମ୍ବା ବାଳଗୁଡ଼ାକୁ ବିଞ୍ଚି ହୋଇ ପଡ଼ିଥିଲା ଦଳ ଦଳ ସାପ ପରି। ହିରୋଇନ୍ ନିଶାରେ ତାର ଆଖିଡୋଳା 2ଟା କ୍ରମେ ବିସ୍ଫାରିତ ହୋଇ ଉଠୁଥିଲା। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ହଂସଗୀତର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏ ଉପନ୍ୟାସଟିର ଶେଷ ଭାଗକୁ ଆମେ ଶୁଣିବା। ରହିଲି, ନମସ୍କାର।